1 ଅଗଷ୍ଟ 2024 ରୁ ନୂତନ ନିୟମ। ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ଅଛି। ଏଠାରେ ଆମେ ଆପଣଙ୍କୁ ସେହି ପରିବର୍ତ୍ତନଗୁଡ଼ିକ ବିଷୟରେ କହୁଛୁ ଯାହା 1 ଅଗଷ୍ଟ 2024 ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ପକେଟକୁ ପ୍ରଭାବିତ କରିବାକୁ ଯାଉଛି। 1 ଅଗଷ୍ଟ 2024 ରୁ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହେବ। 1 ଅଗଷ୍ଟ 2024 ରୁ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ଆସେ। ଏଠାରେ ଆମେ ଆପଣଙ୍କୁ ସେହି ପରିବର୍ତ୍ତନଗୁଡ଼ିକ ବିଷୟରେ କହୁଛୁ ଯାହା ଅଗଷ୍ଟ 1, 2024 ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ପକେଟକୁ ପ୍ରଭାବିତ କରିବାକୁ ଯାଉଛି। ଅଗଷ୍ଟ 1 ରେ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆସିବ। ଆହୁରି ମଧ୍ୟ ଏଚ୍‌ଡିଏଫ୍‌ସି କ୍ରେଡିଟ୍ କାର୍ଡ ଚାର୍ଜରେ ପରିବର୍ତ୍ତନ ଆସିବ। ଅଗଷ୍ଟ 1 ରୁ କ'ଣ ପରିବର୍ତ୍ତନ ହେବ ତାହା ଏଠାରେ ଜାଣ। ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ସ୍ଥିର ହୋଇଛି। ବାଣିଜ୍ୟିକ ଏବଂ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଅଗଷ୍ଟ 1 ରେ ସ୍ଥିର କରାଯାଇଛି। ଗତ ମାସରେ ସରକାର ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଥିଲେ। ଏଥର ମଧ୍ୟ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସରକାର ସ୍ଥିର କରିବେ ବୋଲି ଆଶା କରାଯାଉଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କର କ୍ରେଡିଟ୍ କାର୍ଡ ନିୟମ ଗ୍ରାହକଙ୍କୁ କ୍ରେଡିଟ୍, ଚେକ୍, ମୋବିକ୍ୱିକ୍, ଫ୍ରିଚାର୍ଜ ଏବଂ ଅନ୍ୟାନ୍ୟ ସେବା ବ୍ୟବହାର କରି ଭଡ଼ା ପ୍ରଦାନ କରିବାକୁ କାରବାର ରାଶି ଉପରେ 1% ଚାର୍ଜ କରାଯିବ, ଯାହା ପ୍ରତି କାରବାରରେ 3,000 ଟଙ୍କା ମଧ୍ୟରେ ସୀମିତ ରହିବ। ଇନ୍ଧନ କାରବାର ପ୍ରତି କାରବାର ପାଇଁ 15,000 ଟଙ୍କା ରୁ କମ୍ କାରବାର ପାଇଁ ଅତିରିକ୍ତ ଚାର୍ଜ ଆକର୍ଷିତ କରିବ ନାହିଁ। ତଥାପି 0.15,000 ରୁ ଅଧିକ କାରବାର ସମଗ୍ର ରାଶି ଉପରେ 1% ଚାର୍ଜ ଆକର୍ଷିତ କରିବ, ଯାହା ପ୍ରତି କାରବାରରେ 0.0030000 ମଧ୍ୟରେ ସୀମିତ ରହିବ। ୟୁଟିଲିଟି କାରବାର ନିୟମ ବଦଳିବ 50,000 ଟଙ୍କା ତଳେ କାରବାର ଉପରେ ଏକ୍ସଟ୍ରା ଅତିରିକ୍ତ ଚାର୍ଜ ଆଦାୟ କରାଯିବ ନାହିଁ। 50,000 ଟଙ୍କା ରୁ ଅଧିକ କାରବାର ସମଗ୍ର ରାଶି ଉପରେ 1% ଚାର୍ଜ ଆକର୍ଷିତ କରିବ, ଯାହା ପ୍ରତି କାରବାରରେ 3,000 ମଧ୍ୟରେ ସୀମିତ ରହିବ। କ୍ରେଡିଟ୍, ଚେକ୍, ମୋବିକ୍ୱିକ୍ ଏବଂ ଅନ୍ୟାନ୍ୟ ତୃତୀୟ ପକ୍ଷ ମାଧ୍ୟମରେ କରାଯାଇଥିବା କାରବାରଗୁଡ଼ିକ 1% ଚାର୍ଜକୁ ଆକର୍ଷିତ କରିବ, ପ୍ରତି କାରବାରରେ 3,000 ମଧ୍ୟରେ ସୀମିତ। ବକେୟା ରାଶି 100 ରୁ 1,300 ଉପରେ ଆଧାର କରି ବିଳମ୍ବ ଦେୟ ପ୍ରକ୍ରିୟାକରଣ ସଂଶୋଧିତ ହୋଇଛି। ଯେକୌଣସି ଅନଲାଇନ୍ କିମ୍ବା ଅଫଲାଇନ୍ ଷ୍ଟୋରରେ ସହଜ ଏମି ବିକଳ୍ପ ଉପଲବ୍ଧ ହେବା 299 ପର୍ଯ୍ୟନ୍ତ 1 ଏମି ପ୍ରକ୍ରିୟାକରଣ ଚାର୍ଜକୁ ଆକର୍ଷିତ କରିବ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହାର ଟାଟା ନେଉ ଇନଫିନିଟି ଏବଂ ଟାଟା ନେଉ ପ୍ଲସ୍ କ୍ରେଡିଟ୍ କାର୍ଡରେ ଅଗଷ୍ଟ 1, 2024 ରୁ କାର୍ଯ୍ୟକାରୀ କରିବ। ଅଗଷ୍ଟ 1, 2024 ରୁ ଟାଟା ନ୍ୟୁ ଇନଫିନିଟି ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍ କାର୍ଡର ଉପଭୋକ୍ତାମାନେ ଯୋଗ୍ୟ ରେ 1.5% ନିଉକଏନ୍ସ ପାଇବେ। ଗୁଗୁଲ୍ ମ୍ୟାପ୍ ନିୟମ ପରିବର୍ତ୍ତନ କରେ 70% ଚାର୍ଜ ହ୍ରାସ କରେ ଗୁଗୁଲ୍ ମ୍ୟାପ୍ ଭାରତରେ ଏହାର ନିୟମରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି, ଯାହା ଅଗଷ୍ଟ 1, 2024 ଠାରୁ ସାରା ଦେଶରେ ଲାଗୁ ହେବ। କମ୍ପାନୀ ଭାରତରେ ଏହାର ସେବା ପାଇଁ ଦେୟକୁ 70% ହ୍ରାସ କରିଛି। ଏହା ସହିତ ବର୍ତ୍ତମାନ ଗୁଗୁଲ୍ ମ୍ୟାପ୍ସ ଏହାର ସେବା ବଦଳରେ ଡଲାର ବଦଳରେ ଭାରତୀୟ ଟଙ୍କାରେ ଚାର୍ଜ କରିବ। ତଥାପି ଏହି ପରିବର୍ତ୍ତନ ସାଧାରଣ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ନାହିଁ କାରଣ ସେମାନଙ୍କ ପାଇଁ କୌଣସି ଅତିରିକ୍ତ ଦେୟ ଆଦାୟ କରାଯାଇ ନାହିଁ। ଅଗଷ୍ଟରେ ବ୍ୟାଙ୍କ ଛୁଟି ଅଗଷ୍ଟ ମାସ ଆସିବାକୁ ଯାଉଛି। 2024 ମସିହାରେ ବ୍ୟାଙ୍କଗୁଡ଼ିକ ସମୁଦାୟ 13 ଦିନ ପାଇଁ ବନ୍ଦ ରହିବ। ଏଗୁଡ଼ିକରେ ସମସ୍ତ ରବିବାର, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଅନ୍ତର୍ଭୁକ୍ତ। ସପ୍ତାହ ଶେଷ ହେତୁ ଅଗଷ୍ଟ ମାସରେ ବ୍ୟାଙ୍କଗୁଡ଼ିକ 6 ଦିନ ବନ୍ଦ ରହିବ। ଏହା ବ୍ୟତୀତ ବିଭିନ୍ନ ପର୍ବ ଯୋଗୁଁ 7 ଦିନର ଛୁଟି ହେବ। ଅଗଷ୍ଟ 15 ରେ ସ୍ୱାଧୀନତା ଦିବସ, ଅଗଷ୍ଟ 19 ରେ ରକ୍ଷାବନ୍ଧନ ଏବଂ ଅଗଷ୍ଟ 26 ରେ ଜନ୍ମାଷ୍ଟମୀ ଅବସରରେ
ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।